ପିଲାମାନେ ଆଜି ଆମେ ପଢ଼ିବା ଆମର ପଞ୍ଚମ ଶ୍ରେଣୀ ଯେଉଁ ଗଣିତ ପୁସ୍ତିକା ଯେଉଁ ରହିଲା କାର୍ଯ୍ୟ ପୁସ୍ତିକା ତାର ହେଉଛି ପାଠ ସଂଖ୍ୟା 10 ପଢ଼ିବା ଆଜି। କ'ଣ? ଗୁଣନୀୟକ ଓ ଗୁଣିତକ। ଠିକ୍ ଅଛି। କାର୍ଯ୍ୟ ଫର୍ଦ୍ଦ 1। ତ 1 ନମ୍ବରଟା ଦେଖିବା। ଉଦାହରଣ ଦେଖି ଖାଲି ଘର ପୂରଣ କର। ଯେପରି 3ର 4 ଗୁଣ ସମାନ 3 × 4 ସମାନ 12 ହେବ। ସେଇଭଳି ବାକି ଗୁଡ଼ାକ କରିବା। 5ର 3 ଗୁଣ ମାନେ 5କୁ 3ରେ ଗୁଣା ହେବ। ତାହେଲେ 5 ଗୁଣନ 3, 5ରେ 3 ଗୁଣିଲେ କେତେ? 15। ସେୟା ଲେଖା ହେବ। ସେମିତି 6ର 4 ଗୁଣ ମାନେ 6 ଗୁଣନ 4 ହେଲା। 6ରେ 4 ଗୁଣିଲେ କେତେ? 6 × 4 = 24। ସେମିତି 7ର 8 ଗୁଣ, ତାହେଲେ 7ରେ 8 ଗୁଣିଲେ କେତେ? 7 × 56। 8ର 5 ଗୁଣ, ତାହେଲେ 8ରେ 5 ଗୁଣିଲେ କେତେ? 8 × 5 = 40। ସେମିତି 9ର 8 ଗୁଣ, 9ରେ 8 ଗୁଣିଲେ କେତେ? 72। ଏଇ ଟାଇପ୍ର ଲେଖିବ। ନେକ୍ସଟ 2 ନମ୍ବରଟି ରହିଲା କ ସ୍ତମ୍ଭ ସହ ଖ ସ୍ତମ୍ଭକୁ ଯୋଡ଼ିବା। ତାହେଲେ କ ସ୍ତମ୍ଭ ଯାହା ରହୁଛି ସେଇ ହିସାବରେ ଖ ସ୍ତମ୍ଭକୁ ଯୋଡ଼ିବା। ଠିକ୍ ଅଛି। ଯେମିତି ରହିଲା 5 ଗୁଣନ 8 ହେଲା। କ ସ୍ତମ୍ଭରେ 5 ଗୁଣନ 8 ଅଛି। ସେମିତି ଖ ସ୍ତମ୍ଭରେ କେଉଁଠି ଅଛି? ଏଇଠି ଦେଖ, ତାର ଓଲଟାଟା ଅଛି। ଆଗ ଦିଆହେଇଛି 8କୁ ଆଉ ଗୁଣନ 5 କରାହେଇଛି। ତାହେଲେ 5 ଗୁଣନ 8 ଯେତିକି, 8 ଗୁଣନ 5 ମଧ୍ୟ ସେତିକି। ତେଣୁ ସେଟା ସମାନ ଯେହେତୁ ରହୁଛି, ତେଣିକି ଏଇଠି ଗାର କ ସ୍ତମ୍ଭ ଖ ସ୍ତମ୍ଭ ମ୍ୟାଚ୍ କରାହେଇଛି ହେଲା। ସେମିତି 6 ଗୁଣନ 9, ସେମିତି 9 ଗୁଣନ 6 କେଉଁଠି ଥିବ ଦେଖ, ଏଇଠି 9 ଗୁଣନ 6, ତାକୁ ଗାର ଦେବ। 7 ଗୁଣନ 10, ଏଇଠି 10 ଗୁଣନ 7 ଅଛି। ଏ ଦୁଇଟାର ମୂଲ୍ୟ ସମାନ ରହିବ, ତେଣିକି ତାକୁ କନେକ୍ସନ୍ କରାହେଇଛି। ନେକ୍ସଟ ଆସିଗଲା 8 ଗୁଣନ 12, ତାହେଲେ 8 ଗୁଣନ 12, ତାର ଓଲଟାଟା 12 ଗୁଣନ 8 ଥିବ। ଏଇଠି 12 ଗୁଣନ 8 ଅଛି ହେଲା। ତାପରେ 9 ଗୁଣନ 9 ଅଛି, ସେମିତି 9 ଗୁଣନ 9 ଏପଟେ ଥିବ, ତାକୁ ବି ମ୍ୟାଚ୍ କରିଦେବ। ଇଏ ହେଇଗଲା। 3 ନମ୍ବର ରହିଲା ଗୁଣଫଳ ବାହାର କର। ଗୁଣଫଳ ବାହାର କରିବ। ତାରେ 9କୁ ଗୁଣା ହେବ କେଉଁଥିରେ? 8ରେ। ତାହେଲେ 9କୁ 8 ଗୁଣିଲେ କେତେ ହେବ? 8 × 9 = 72। ଏଠି ଲେଖିଲ 72 ହେଲା। ତାପରେ ଏଠି 12କୁ କେଉଁଥିରେ ଗୁଣିବ? 7ରେ। ତାହେଲେ 12 × 7 = 84 ହେଲା। ଏଇଠି 84 ଲେଖିଲ। ତାହେଲେ 32କୁ 8ରେ ଗୁଣିବ। ତାହେଲେ ଫାଷ୍ଟ କ'ଣ କରିବ? 8 × 2 = 16, ଗୁଣନ ଜାଣିଛ। 8 × 2 = 16, 6 ରଖିକି ସାଇଡ଼ରେ ରଖିଲା କେତେ? 1। 8 × 3 = 24, ଏଠି ଯେଉଁ 1 ଅଛି ମିଶିଯିବ, ହେଲା 25। ତାହେଲେ ହେଇଗଲା କେତେ? 256। ସେଇଭଳି ଏଇଟା 75 ଗୁଣନ 7। ସେମିତି କରିବ। କେମିତି? ଫାଷ୍ଟ କ'ଣ କରାହେବ ନା ୟାକୁ ୟା ସହିତ ଗୁଣି ଦିଆଯିବ। ତାହେଲେ 6 × 5 କେତେ? 530। 0 ରଖିକିରି 3 ରହିଲା ସାଇଡ଼କୁ ହେଲା। ତାପରେ କାହାକୁ ଗୁଣାଯିବ? ଏଇ 6ଟାକୁ 7 ସହିତ ଗୁଣା ହେବ। ତାହେଲେ 700 ବା 6 × 7 = 42। ଗୁଣିଲ ଯେତିକି ହେଲା, ଏଇ 3ଟା ଯେଉଁ ଏକ୍ସଟ୍ରା ରଖା ହେଇଛି ସେଟାକୁ ମିଶା ହେବ। 42ରେ 3 ମିଶିଲେ କେତେ? 43 × 4 = 45। ତାହେଲେ 45ଟାକୁ ଏଇଠି ଲେଖା ହେଇଯିବ। ତାହେଲେ ଟୋଟାଲ୍ ହେଲା କେତେ? 450। ଠିକ୍ ଅଛି। ସେମିତି ଆସିଲା 4 ନମ୍ବର। ଉଦାହରଣ ଭଳି ଉତ୍ତର ଲେଖ। ଉଦାହରଣ କ'ଣ? ଗୋଟିଏ ଗାଈର 4ଟି ଗୋଡ଼, ସେହିପରି 5ଟି ଗାଈର ସମୁଦାୟ କେତୋଟି ଗୋଡ଼? ପ୍ରଶ୍ନ ରହିଲା ଏତେ। ତାହେଲେ ଗୋଟିଏ ଗାଈର କେତୋଟି ଗୋଡ଼? 5ଟି। 4ଟି ଗାଈର କେତେଟା ଗୋଡ଼ ହେବ? କ'ଣ କରାହେବ ନା ଗୁଣି ଦିଆଯିବ। କାହାକୁ? ଗୋଡ଼ ଯେତିକି, ଗୋଟେ ଗାଈର ଗୋଡ଼ ଯେତିକି, ତାପରେ ଟୋଟାଲ୍ ଯେତିକି ଗାଈ ଅଛନ୍ତି ସେତିକି ଗୁଣି ଦେବା। ତାହେଲେ ଗୋଟେ ଗାଈର ଗୋଡ଼ କେତୋଟି? 4ଟି ଗୋଡ଼। ଆଉ ଟୋଟାଲ୍ 5ଟି ଗାଈର ସେ ପଚାରିଛି କେତୋଟି ଗୋଡ଼? ତାହେଲେ 5 ଗୁଣନ 4 ସମାନ 20ଟି ଗୋଡ଼। ଏଇଟା ଉଦାହରଣରେ ଦିଆହେଇଛି। ନେକ୍ସଟ ଆମକୁ ଦିଆହେଇଛି କ'ଣ ପ୍ରଶ୍ନ? କରେ ପଢ଼ିବା। ଗୋଟିଏ ପିଲାକୁ 5ଟି ଚକୋଲେଟ୍ ଦିଆଗଲେ, 8ଟି ପିଲାକୁ କେତୋଟି ଚକୋଲେଟ୍ ଦିଆଯିବ? ତାହେଲେ କ'ଣ କରାଯିବ? ଗୋଟିଏ ପିଲାକୁ କେତୋଟି ଦିଆହେଉଛି? 5ଟି। 8ଟି ଚକୋଲେଟ୍ ଦିଆଗଲା 8ଟି ପିଲାକୁ କେତୋଟି? ତାହେଲେ 8ଟି ପିଲା ଗୁଣନ ଜଣକା ଲେଖା 5ଟା। ତାହେଲେ 8କୁ 5ରେ ଗୁଣି ଦେଲେ କେତେ ହେବ? 40ଟି ଚକୋଲେଟ୍ ଦିଆଯିବ ହେଲା। ସମୁଦାୟ କେତୋଟି ଦିଆଯିବ? 8ଟି ପିଲାକୁ 40ଟି ଚକୋଲେଟ୍ ଦିଆଯିବ ହେଲା। ନେକ୍ସଟଟା କରିବା। ଗୋଟିଏ କଲମର ଦାମ 12 ଟଙ୍କା ହେଲେ ସେହିଭଳି 6ଟି କଲମର ଦାମ କେତେ ହେବ? ତାହେଲେ କ'ଣ କରାହେବ? ଏଇ 12କୁ ଏଇ 6ଟି କଲମ ଯେଉଁ ଅଛି ଗୁଣି ଦିଆଯିବ। ତାହେଲେ କ'ଣ ହେବ? 72 ଟଙ୍କା ହେବ। ଠିକ୍ ଅଛି। ଗୋଟିଏ ବହିର ଦାମ 22 ଟଙ୍କା ହେଲେ ସେଇଭଳି
ପାଞ୍ଚଟି ବହିର ଦାମ କେତେ ହେବ? ତାହେଲେ କ'ଣ କରାହେବ? 72କୁ 5ରେ ଗୁଣି ଦିଆହେବ। କେତେ ଟଙ୍କା ହେବ? 110 ଟଙ୍କା ହେବ। ହେଲା। ଗୋଟିଏ କଙ୍କଡ଼ାର 10ଟି ଗୋଡ଼ ହେଲେ 8ଟି କଙ୍କଡ଼ାର କେତୋଟି ଗୋଡ଼? 10 ଗୁଣନ 8 କରିଦିଆଯିବ, ହେଲେ 80ଟି ଗୋଡ଼ ହେବ। ଗୋଟିଏ ଶାଢ଼ୀର ଦାମ 214 ଟଙ୍କା ହେଲେ ସେଇଭଳି 4ଟି ଶାଢ଼ୀର ଦାମ କେତେ ହେବ? ତାହେଲେ ଗୋଟିଏ ଶାଢ଼ୀର ଦାମ 214 ଗୁଣନ 4ଟି ଶାଢ଼ୀ 4 ସମାନ ହେଲା କେତେ? ତାହେଲେ ହେଇଯିବ 800 କେତେ? 66 ହେଲା। ନାଇଁ ଏଟା ରହିବ କ'ଣ ନା 4 ଚଉ 16 6 କି 1 ଗଲା 4 କେ 4 1 ମିଶିଗଲେ 5 ହେବ। ତାପରେ କ'ଣ 4 ଦୁଣେ 8 ତାହେଲେ ହେବ 856 ଟଙ୍କା ହେଲା। 4ଟି ଶାଢ଼ୀର ଦାମ 856 ଟଙ୍କା। ନେକ୍ସଟ ପେଜକୁ ଯିବା। ଏ ପ୍ରଶ୍ନଟି ଉତ୍ତରଟି ସରିଗଲା। ନେକ୍ସଟଟା କରିବା ଆକଳନ ଫର୍ଦ୍ଦ ହେଲା। ଆକଳନ ଫର୍ଦ୍ଦର 1 ନମ୍ବର କେଉଁ ସଂଖ୍ୟା ଦୁଇଟିକୁ ଗୁଣିଲେ ଗୁଣଫଳ 12 ହେବ ତାହା ଚାରିପଟେ ଗୋଲ ବୁଲାଇବା। ଯାହାକୁ ଗୁଣିଲେ 12 ହେବ ସେଟା କେତେ? 1 ଗୁଣନ 12 କଲେ 12 ହେବ, ତେଣୁ ସେଠି ଗୋଲ ବୁଲା ହେଲା। 3ରେ 5 ଗୁଣିଲେ କେତେ? 5 3 15 12 ହେଉନି, ତେଣୁ ଏଟା ବୁଲେଇବାନି। 6 ଗୁଣନ 2 12 ହେବ, ଏଟାକୁ ବୁଲେଇଲେ। 7 ଗୁଣନ 2 14 ହେଇଯାଉଛି, ଏଟାକୁ 15 ହେଉନି, ଏଇ 12 ହେଉନି, ତେଣୁ ୟାକୁ ବୁଲେଇବାନି। ତାପରେ 3 ଗୁଣନ 4 ସମାନ 12, ତାହେଲେ ଏଠି ବୁଲେଇଲେ। 2 ନମ୍ବର ଆସିଗଲା। ଆସ ଗୁଣନିୟକ ନିର୍ଣ୍ଣୟ କରିବା। ଗୁଣନିୟକ ମାନେ କ'ଣ? ଗୁଣନିୟକ ମାନେ ଏଇଠି ଦେଖ 24ର ଗୁଣନିୟକ ଆମେ କାଢ଼ିବା। ଗୁଣନିୟକ ମାନେ ଯାହାକୁ ଗୁଣିଲେ ଏଇ 24 ବାହାରୁଥିବ। ତାହେଲେ କେତେରେ କେତେ ଗୁଣିଲେ 24 ହେବ ସେଗୁଡ଼ା ସବୁ ବାହାର କରିବା। 1 ଗୁଣନ ଫାଷ୍ଟ 1 ଲେଖିବା। 1ରେ କେତେ ଗୁଣିଲେ 24 ହେବ? 24 ଗୁଣିଲେ। ତାପରେ ଆସିଗଲା 2ରେ କେତେ ଗୁଣିଲେ 24 ହେବ? 12। ତାପରେ 3ରେ କେତେ ଗୁଣିଲେ 24 ହେବ? 8 ହେଲା। 4ରେ କେତେ ଗୁଣିଲେ 24 ହେବ? 6। ତାପରେ 5ରେ ଆଉ କେତେ ଗୁଣିଲେ 24 ହେବ କି? ହେଉନି, ତେଣିକି ଆଉ ହେବନି। ତେଣିକି ଏତିକି ଏଇଗୁଡ଼ାକ ସବୁ କ'ଣ ହେଲା? ୟାର ଗୁଣନିୟକ। ବୁଝିହେଲା? କେଉଁଟା? 1 ଗୋଟେ 2 ଗୋଟେ 3 ଗୋଟେ 4 ଗୋଟେ 24 ଗୋଟେ 12 ଗୋଟେ 8 ଗୋଟେ 6 ଗୋଟେ ଏଗୁଡ଼ା ସବୁ ହେଲେ ଗୁଣନିୟକ। ଠିକ୍ ଅଛି। ଏଇଠି ଦେଖ 24ର ଗୁଣନିୟକ ଗୁଡ଼ିକ ସେଇଟା ଲେଖା ହେଇଛି 1 2 3 4 6 8 12 ଓ 24। ତାହେଲେ 24ର ମୋଟ ଗୁଣନିୟକ ସଂଖ୍ୟା କେତେ ହେଲା? 8। এই ଯେଉଁ 8ଟି ହେଲା। ନେକ୍ସଟଟା ଉପରେ ଦିଆଯାଇଥିବା ଉଦାହରଣ ଗୁଡ଼ିକୁ ଦେଖି ସାରଣୀଟି ପୂରଣ କର। ସେଇ ଯେଉଁ ଏଇ ଟାଇପ୍ର ଉଦାହରଣ ଦେଖିକି ଆମେ ସାରଣୀ ପୂରଣ କରିବା। ସେମିତି 8କୁ ଯଦି ଆମେ କରିକି କାଢ଼ିବା ତାହେଲେ ଗୁଣନିୟକ ଏଇ ଟାଇପ୍ର ବାହାରିବ କେତେ? 1 2 4 8 କେତୋଟି? 4ଟି। 10ର ବାହାରିବ କେତେ? 1 2 5 ଆଉ 10 4ଟି। 25ର ସେମିତି ବାହାରିବ 1 5 ଆଉ 25 ହେଲା। ତାହେଲେ ଏଠି କେତେ? ଏଠି 4ଟି ନୁହଁ, ଏଠି ଆସିଲା 3ଟି ହେଲା। 32ର କେତେ ଆସିବ? 32ର ହେଲେ 1 2 3 4 5 ଆଉ 32। 1 2 3 4 5 6 ଏଟା ହେଲା 6ଟି ହେଲା। ତାପରେ 48 ହେଲା। 48ର ବାହାରିବ କେତେ? 1 6 8 ଆଉ 48 କେତୋଟି? 4ଟି ହେଲା। ତାହେଲେ ନେକ୍ସଟ ରହିଲା ଆମର ଉଦାହରଣ 3ଟା ଯେଉଁ ଦେଖି ତଳ ସଂଖ୍ୟା ଗୁଡ଼ିକର 5ଟି ଲେଖାଏଁ ଗୁଣିତକ ବାହାର କରିବା ହେଲା। 3ର ଗୁଣିତକ କ'ଣ? ମାନେ 3ରେ ଯେତେ ସବୁ ଗୁଣି ହେବ ହେଲା। 3 କେ 3 3 ଦୁଣେ 6 3 3 9 3 ଚଉ 12 3 5 15 318 ମାନେ 3ରେ ଯେତେ ତମେ ଗୁଣି ପାରିବ। ବୁଝିହେଲା? ସେଗୁଡ଼ା ସବୁ ହେଲେ ତାର ଗୁଣିତକ। ତାହେଲେ କେତେ କେତେ? 3ର ଗୁଣିତକ ହେଲା ତାହେଲେ 3 6 9 12 15 18 ଯାହା ସବୁ ବାହାରିବ। ତାହେଲେ ଏଇଟା ଅସଂଖ୍ୟ। ଯେତେ ସଂଖ୍ୟା 3ରେ ଗୁଣିବ ଯାହା ରେଜଲ୍ଟ ବାହାରିବ ସେଇଟା ହେଲା ତାର ଗୁଣିତକ ହେଲା। ସେମିତି 5ର ଗୁଣିତକ ଏଇଠି ଖାଲି ଜାଗା ସବୁ ଅଛି। 5ଟା ଲେଖା ଖାଲି 6ଟା ଜାଗା ଖାଲି ଜାଗା ଅଛି। ଯେମିତି 5 କେ 5 5 ଦୁଣେ 10 5 3 15 5 ଚଉ 20 5 5 25 530 ହେଲା। ସେମିତି 6ର ଗୁଣିତକ କରିପାରିବ ଆରାମସେ। 6କୁ ପଣିକି ଡାକିଦେବ। 6 କେ 6 6 ଦୁଣେ 12 6 3 18 6 ଚଉ 24 6 5 30 636। ସେମିତି 8 କର ସେମିତି ହେବ। 8 କେ 8 8 ଦୁଣେ 16 8 3 24 8 ଚଉ 32 8 5 40 848 ଏଇ ଟାଇପ୍ର ବାକି ସବୁ ହେବ ହେଲା। 4 ନମ୍ବରଟା ନିମ୍ନରେ
प्रत्येक प्रश्न पाखरे संभाव्य उत्तर अच्छी से ठीक उत्तरटी बाछि ता पाखरे ठीक चिन्ह दियो कोटा हला केउटी 15 रो गोटिए गुणनियक कोटा हबो ताहले एठी 5 हेबो हला माने 5 को पणिके रे 15 अछि ठीक अछि के केउ संख्याटी 6 रो गोटिए गुणितक हबो ताहले 6 रो केतो कोटा गुणितक हबो बा 6 द्वारा कोटा विभाज्य हेई परिबो ताहले 6 चौ 24 है बाकी गुड़ाक हम ना सेमती नेक्स्ट रहा दुईटी गुणनियक थिबा संख्याटी को चिन्ह दुईटी कौन थी गुणनियक थी दुईटी ताठू अधिक नथिबो ताले कोटा हबो 11 कारण गोटे 1 आ गोटे 11 यार दुईटा ही गुणनियक ता अर्थ कौ संख्या को गुणिले 11 हबो एगुड़ा को बहुत गुड़े संख्या गुणी की भी 10 हो पार जमती कि 10 आ 1 है 5 आउ 2 है 5 दुणे 10 से एगुड़ा सब बेसी बेसी हो जाऊँगी यार केवल दुईटा ही अच्छी केवल ये आउ 1 ए दुटा को गुणिले ही 11 हम तेणिकी दुईटी गुणनियक सेटा कहला है नेक्स्ट जो संख्यार दुईटी गुणनियक थाए से संख्या को क्यों संख्या कह जाए जार दुईटा गुणनियक थाए ताकू मौलिक संख्या कह जाए है जो संख्यार दुई रु अधिक गुणनियक थाए से संख्या को क्यों संख्या कह जाए से संख्या को दुई रु अधिक जार थाए यौगिक संख्या कह जाए है यौगिक संख्या ठीक अच्छे मौलिक संख्या तो ऊपर कहुई है जुग्म संख्या क्या कह जाए जुग्म जो संख्याटी दुई द्वारा विभाज्य हो ताकू जुग्म संख्या कह जाए अजुग्म क्या कह जाए जहाँ दुई द्वारा विभाज्य हेनी ताकू अजुग्म संख्या कह जाए मौलिक संख्या तो ऊपर लिखाई जार दुईटी गुणनियक मात्र थाए जार दुई रु अधिक थाए ताकू यौगिक संख्या कह जाए सेमिति चटा चटा है देख 1 रु 10 मध्य केतोटी मौलिक संख्या अच्छी केतोटी अच्छी 4टी कौन कौन गोटे है 2 गोटे है 3 गोटे है 5 गोटे है 7 एकटा नुह बुझीगला कहीं एकटा है कौन एटा हूँ गुणनियक एटा डाउट रखनी एटा गुणनियक है जो कहुई 1 आ 11 जोटा पढ़ाई केवल गुणनियक आटा है यौगिक जो मौलिक संख्या 1 रु 10 मध्य केतोटी मौलिक संख्या अच्छी ताले 1 रु 10 भितर 2 3 5 7 जार कि दीटा कौन दीटा अच्छी हूँ गुणनियक केवल 2 देख 2 है केवल 1 हूँ तार गोटे मौलिक जो आमर गुणनियक आउ गोटे है 2 ये दीटा ही 2 गुणनियक बुझीगला ताठू अधिक आनी से ये है गोटे मौलिक संख्या 3 सेमती 3 केवल 1 हम आउ 3 हम यही दीटा को ही गुणी हेले 3 हम आउ कौन संख्या नहीं जहाँ गुणिले 3 हम है तो से 3 रहा 5 रहा 7 रहा किंतु 9 रहिलानी बुझीपार 9 कहीं रहिलानी तुम भावुथ एटा तो गोटे गोटे छाड़ी कर दिया हो ना 9 ये रहिलानी कारण 1 आउ 9 1 रे 9 गुणिले 9 ता बादे 3 गुणन 3 भी 9 हो जाऊँगी है ना नहीं 3 3 9 से 9 रहिलानी कारण आम कौन पढ़ीचे मौलिक संख्या क्या कह जाए जहाँ दुईटी संख्या ही गुणन हेले हम गोटे 1 आ गोटे से निजे बुझीगला तेणु बाकी जिते सब संख्या अच्छी भी तुम मौलिक संख्या सेमती निजे काढ़ी पार ठीक अच्छे ताले 1 रु 10 मध्य केतोटी रहा केवल 4टी कौटा 2 3 5 7 6 नंबरटा 6टा करवा 8 रो क्षुद्रतम गुणितक किए 8 रो क्षुद्रतम गुणितक होची एठी देख 8 रो क्षुद्रतम गुणितक 8 निजे बुझीगला क्यों संख्याटी 18 गोटे गुणितक हम 18 गुणितक किए हम 36 है कारण 18 दुणे 36 18 पणिकार आउ किसी रोचे कि ना 36 रोचे तेणिकी 36 है जेकोसी संख्यार केतोटी गुणितक थाए जेकोसी संख्यार केतोटी गुणितक थाए असंख्य गुणितक रही पार है जेकोसी संख्यार असंख्य गुणितक रही पार उत्तरटी रहा ताहले ये तो सरीगला पिला माने चैनल टी को लाइक और सब्सक्राइब करदेव बाकी सबू आम नेक्स्ट पेज रे पढ़ा थैंक यू।